ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଓଡ଼ିଶାର 6 ନେତାଙ୍କୁ ମିଳିବ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା। 3 ଜଣଙ୍କୁ ଜେଡ୍ ଓ ଜଣଙ୍କୁ ୱାଇ ସୁରକ୍ଷା। ମିଳିଥିବା ଖବର ଅନୁଯାୟୀ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶାର 6 ନେତାଙ୍କୁ ଯୋଗାଇ ଦିଆଯାଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା। 3 ନେତାଙ୍କୁ ଜେଡ୍ ସୁରକ୍ଷା ଏବଂ ଅନ୍ୟ 3 ନେତାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଛି। ରାଜ୍ୟର ସିକ୍ୟୁରିଟି ୱିଙ୍ଗ୍ ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ନେଇ ସୂଚନା ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସ୍ୱତନ୍ତ୍ର ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ସେହିପରି ବିଜେପି ରାଜ୍ୟର ସଭାପତି ମନମୋହନ ସାମଲ ଓ ପିସିସି ସଭାପତି ଶରଦ ପଟ୍ଟନାୟକ ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୱାଙ୍କୁ ମଧ୍ୟ ୱାଇ ସୁରକ୍ଷା ବ୍ୟବସ୍ଥା ଯୋଗାଯାଇଛି। ରାଜ୍ୟର ସିକ୍ୟୁରିଟି ୱିଙ୍ଗ୍ ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗୀରର କଣ୍ଟାବାଞ୍ଜିରୁ କଂଗ୍ରେସ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଦୃଷ୍ଟିରୁ ସାଲୁଙ୍କାକୁ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ରାଜ୍ୟ ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ସରିନି ଖରାପ ଉତ୍ତାପ, ମେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିବ ତାତି, ସିଝିବ ଓଡ଼ିଶା। ମିଳିଥିବା ଖବର ଅନୁଯାୟୀ ପ୍ରକୃତିର ତାଣ୍ଡବ କଲବଲ ହେଉଛି ସାରା ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନରେ ରେଡ୍ ସିଗ୍ନାଲ ଦେଇଛି ହିଟ୍ ୱେଭିଂ। ଆଗକୁ ତାପମାତ୍ରା ଜାରି ରହିବ ବୋଲି ଅନୁମାନ ହୋଇଛି। ରାଜ୍ୟରେ ମେ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାତି ଲାଗି ରହିବ। ମେ 3 ତାରିଖ ଓ 9 ତାରିଖ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଏହିଭଳି ସ୍ଥିତିରେ ଜାରି ହେବ ବୋଲି କୁହାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାର ତାପମାତ୍ରା ଲୋକଙ୍କୁ କଲବଲ କରିବ। ଏହା ସହ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାତି ପରିମାଣ ଜାରି ରହିବ ବୋଲି ଅନୁମାନ ହୋଇଛି। ତ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କମିଲା ସୁନାର ଦର, ଜଲ୍ଦି କିଣି ନିଅନ୍ତୁ ଗହଣା। ମିଳିଥିବା ଖବର ଅନୁଯାୟୀ ଆଗକୁ ଆସୁଛି ବିବାହ ଋତୁ। ଦିନକୁ ଦିନ ସୁନାର ଦାମ ବୃଦ୍ଧି ପାଉଥିବା ବେଳେ ସୁନା କିଣିବାକୁ ଚିନ୍ତାରେ ପଡ଼ିଲେ ଗ୍ରାହକ। ତେବେ ଆଜି ସୁନାର ଦର ପରିବର୍ତ୍ତନ ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନାର ଦର 74,240 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 66,250 ଟଙ୍କା ରହିଛି। 22 କ୍ୟାରେଟ୍ ସୁନାର ମୂଲ୍ୟ 1 ଗ୍ରାମ ପିଛା 6,625 ଟଙ୍କା ହୋଇଥିବା ବେଳେ 8 ଗ୍ରାମ ପିଛା 53,000 ଟଙ୍କା ରହିଛି। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ନମୁନା ପରୀକ୍ଷା ପରେ ଏଣିକି ହର୍ଲିକ୍ସକୁ ହେଲ୍ଥ ଡ୍ରିଙ୍କ୍ସ କୁହାଯାଇ ପାରିବ ନାହିଁ। ମିଳିଥିବା ଖବର ଅନୁଯାୟୀ ବିଶ୍ୱର ବୃହତ୍ତମ କନଜ୍ୟୁମର ଗୁଡ୍ସ କମ୍ପାନୀ ନେସଲେ ଶିଶୁ ଦୁଗ୍ଧ ଏବଂ ସ୍ୱାସ୍ଥ୍ୟ ଜାତୀୟ ଖାଦ୍ୟରେ ଚିନି ଏବଂ ମହୁ ମିଶାଉଥିବା ଅଭିଯୋଗ ପରେ 2 ଭାରତୀୟ କମ୍ପାନୀ ଏମ୍ଡିଏମ୍ ଓ ଏଭରେଷ୍ଟ ମସଲା ଅନୁମତିଯୋଗ୍ୟ ମାତ୍ରାଠାରୁ ଅଧିକ ପରିମାଣରେ ଏଥିଲିନ୍ ଅକ୍ସାଇଡ୍ ନାମକ କୀଟନାଶକ ମିଶାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କେନ୍ଦ୍ର ସରକାର ତତ୍ପରତା ଦେଖାଇ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ହର୍ଲିକ୍ସକୁ ନେଇ ମଧ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ହର୍ଲିକ୍ସ ହେଲ୍ଥ ଡ୍ରିଙ୍କ୍ସ ବର୍ଗକୁ ବଦଳାଇ ପୁଣି ଥରେ ନାମିତ କରିଛି। ପରବର୍ତ୍ତୀ ନାମ ଅନୁଯାୟୀ ହର୍ଲିକ୍ସ ହେଉଛି ଫସଲ ନାଲୋ ନ୍ୟୁଟ୍ରିଆଲ ଡ୍ରିଙ୍କ୍। ଏଥିସହିତ ହର୍ଲିକ୍ସକୁ ହେଲ୍ଥ ଲେବଲ ବି କମ୍ପାନୀ ହଟାଇ ଦେଇଛି। ବାଣିଜ୍ୟ ଏବଂ ଉଦ୍ଦେଶ୍ୟ ମନ୍ତ୍ରଣାଳୟ ପାଇଁ ଅନେକ ପାନୀୟ କମ୍ପାନୀ ଇ-କମର୍ସ ପ୍ଲାଟଫର୍ମରେ ହେଲ୍ଥ ଡ୍ରିଙ୍କ୍ସ ବର୍ଗକୁ ହଟାଇବା ନିର୍ଦ୍ଦେଶ ଦେବା ପରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 673ଟି ପଦ ପୂରଣ ପାଇଁ ଆବେଦନ ଆରମ୍ଭ। ମିନି ଆୟୁର୍ବେଦିକ ଆସିଷ୍ଟାଣ୍ଟ କେୟାର ଟେକର ନିଯୁକ୍ତି ଦେବେ ରାଜ୍ୟ ସରକାର। ମିଳିଥିବା ଖବର ଅନୁଯାୟୀ ରାଜ୍ୟ ସରକାର ତରଫରୁ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ମିଳିତ ଉଚ୍ଚ ମାଧ୍ୟମିକ ସ୍ତର ବା ସମକକ୍ଷ ନିଯୁକ୍ତ ପରୀକ୍ଷା ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ତାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀଙ୍କୁ ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ କେୟାର ଟେକର ଏହି ପଦରେ ପୂରଣ ହେବ। ଆୟୁର୍ବେଦିକ ଆସିଷ୍ଟାଣ୍ଟ ପଦ ପାଇଁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ, କାଉନସିଲ, ୟୁନିଭର୍ସିଟି ଯୁକ୍ତ 2 ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ। ସର୍ବନିମ୍ନ ବୟସ 18 ଓ ସର୍ବାଧିକ 38 ବର୍ଷ ରହିଛି। ଏହି ପଦ ପାଇଁ ମୋଟ 220ଟି ପଦ ଖାଲି ଥିବା ବେଳେ ମହିଳାଙ୍କ ପାଇଁ 72ଟି ପଦ ସଂରକ୍ଷିତ ରହିଛି। ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ହିସାବ ନିଆଯିବ। ବିଭିନ୍ନ ବିଭାଗରେ ମୋଟ 673ଟି ପଦ ଖାଲି ରହିଛି। କିନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋନପୁରରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ। ଶାହଙ୍କ ଆଭିମୁଖ୍ୟ ଉପରେ ରହିଛି ସାରା ରାଜ୍ୟର ନଜର। ମିଳିଥିବା ଖବର ଅନୁଯାୟୀ ଓଡ଼ିଶାରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିଥିଲେ। ସୋନପୁରରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରିଛନ୍ତି ଅମିତ ଶାହ। ମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମେତ
ବିଜେପିର ବରିଷ୍ଠ ନେତା ବି ପହଞ୍ଚିଛନ୍ତି। ସୋନପୁର ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ହେଉଛି ବିଶାଳ ରାଲି। ତେବେ ପ୍ରଚାର ସଭାରେ 50,000ରୁ ଅଧିକ ଲୋକ ସାଙ୍ଗମ ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଗସ୍ତକୁ ଆଖିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ମଧ୍ୟ କଡ଼ାକଡ଼ି ହୋଇଥିଲା। ତେବେ ସୋନପୁରରେ ଜନସେବା ଶେଷ ହେବା ପରେ ଭୁବନେଶ୍ୱରରେ ରହିଲେ ଶାହା। ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ସନ୍ଧ୍ୟା 7ଟାରେ ପର୍ଯ୍ୟାୟକ୍ରମେ ରାଜ୍ୟର ବିଜେପି ନେତୃତ୍ୱ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ବୈଠକରେ ଓଡ଼ିଶାର ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ବୋଲି କୁହାଯାଇଛି। ପରବର୍ତ୍ତୀ ଅପଡେଟ୍ ବିଷୟରେ ଟି20ରେ ବିଶ୍ୱକପ୍ ଖେଳିବେ ଧୋନି, ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ। ମିଳିଥିବା ଖବର ଅନୁଯାୟୀ ଆଇପିଏଲ୍ 2024 ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ଚେନ୍ନାଇର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନି ବର୍ତ୍ତମାନ ସୁଦ୍ଧା 260ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରି ଧୋନି ନିଜର ପୁରୁଣା ରୂପ ଦେଖାଇଛନ୍ତି। ଚଳିତ ସିଜନରେ ମାଇ ଭାଇ ବ୍ୟାଟିଂ ଦେଖି ତାଙ୍କୁ ଟି20 ବିଶ୍ୱକପ୍ ଖେଳିବାରେ ମଧ୍ୟ ଦାବି କରିଛନ୍ତି ଅନେକ କ୍ରୀଡ଼ାପ୍ରେମୀ। କେବଳ ଫ୍ୟାନ୍ସ ନୁହେଁ, କ୍ରିକେଟ୍ ସମୀକ୍ଷକ ମଧ୍ୟ ଧୋନିଙ୍କୁ ଅବସରରୁ ଫେରି ଟି20 ବିଶ୍ୱକପ୍ ଖେଳିବାକୁ କହିଛନ୍ତି। ବର୍ତ୍ତମାନ ମାହି ଆଉ 2 ଜଣ ପୁରୁଣା ବନ୍ଧୁଙ୍କୁ ବି ଧୋନିଙ୍କୁ ଲୋହି ପରାମର୍ଶ ଦେବା ଜଣାପଡ଼ିଛି। ଭାରତର ପୂର୍ବତନ ଷ୍ଟାର କ୍ରିକେଟର ଇରଫାନ ପଠାନ ଏବଂ ବରୁଣ ଆହଲଙ୍କୁ ମଧ୍ୟ ଏହି ସମାନ ବୟାନ ଦେଇଛନ୍ତି। ଟି20 ବିଶ୍ୱକପ୍ ଧୋନିଙ୍କୁ ଫେରିବା ଉଚିତ। ଆଇପିଏଲ୍ 2024ରେ ଧୋନିଙ୍କ ବ୍ୟାଟିଂ ଦେଖି ସମସ୍ତେ ଭିଣ୍ଟେଜ୍ ମାହି ମନେ ପକାଉଛନ୍ତି। ପରବର୍ତ୍ତୀ ଅପଡେଟ୍ ବିଷୟରେ ଅଣ୍ଡା ଚିକେନ୍ ଖାଉଥିବା ଲୋକ ହୁଅନ୍ତୁ ସାବଧାନ। ମିଳିଥିବା ଖବର ଅନୁଯାୟୀ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ବାର୍ଡ ଫ୍ଲୁ ରୋଗ ସଂକ୍ରମଣ ହେବା ଜଣାପଡ଼ିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିବା ବେଳେ ଯେଉଁଥିରେ ଏଭିଆନ୍ ଇନଫ୍ଲୁଏଞ୍ଜା H5N1 ଚିହ୍ନଟ ହୋଇଛି। ରିପୋର୍ଟ ଆସିବା ପରେ ଯେଉଁମାନେ ଅଣ୍ଡା ଏବଂ ଚିକେନ୍ ଖାଉଛନ୍ତି ସେମାନେ ସତର୍କ ରୁହନ୍ତୁ। ବାର୍ଡ ଫ୍ଲୁ ଏକ ବିପଦଜନକ ରୋଗ। ଆମେରିକାର ଏଭିଆନ୍ ଇନଫ୍ଲୁଏଞ୍ଜା ଅନେକ ମାମଲା ଦେଖାଯାଇଛି। ସେବେ ଭାରତର ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ମଧ୍ୟ ବାର୍ଡ ଫ୍ଲୁରେ ଅନେକ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା କୁହାଯାଇଛି। ବାର୍ଡ ଫ୍ଲୁ ରୋଗ ବିପଦଜନକ ବୋଲି ବିବେଚନା କରାଯାଇଥାଏ କାରଣ ଏହା ପକ୍ଷୀମାନଙ୍କଠାରୁ ମଣିଷମାନଙ୍କ ପର୍ଯ୍ୟନ୍ତ ଶୀଘ୍ର ବ୍ୟାପିଯାଏ। ବାର୍ଡ ଫ୍ଲୁ ଏତେ ଶୀଘ୍ର ବ୍ୟାପୁଛି ଯେ ଚିକେନ୍ ଏବଂ ଅଣ୍ଡା ଖାଉଥିବା ଲୋକ ସତର୍କ ହୋଇଯାଆନ୍ତୁ। ବାର୍ଡ ଫ୍ଲୁ ମଣିଷଙ୍କ ପାଇଁ ସାଂଘାତିକ ହୋଇପାରେ। H5N1 ଦ୍ୱାରା ସଂକ୍ରମିତ ହୋଇଥିବା ମଣିଷଙ୍କଠାରେ ପ୍ରାୟ 2ରୁ 8ଟି ଲକ୍ଷଣ ଦେଖାଯାଏ। ଅନେକ ଥର ଲୋକମାନେ ବାର୍ଡ ଫ୍ଲୁର ଲକ୍ଷଣକୁ ଉପେକ୍ଷା କରିଥାନ୍ତି, ଏହାକୁ ଋତୁକାଳୀନ ଫ୍ଲୁ ବୋଲି ବିଚାର କରନ୍ତି। ବାର୍ଡ ଫ୍ଲୁ ଲକ୍ଷଣ ହେଉଛି କାଶ ଏବଂ ଗଳା ଯନ୍ତ୍ରଣା, ଉଚ୍ଚ ଜ୍ୱର, ଥଣ୍ଡା ଏବଂ ପ୍ରବାହିତ ନାକ, ହାଡ଼ ଏବଂ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା, ଥଣ୍ଡା ଏବଂ ଥଣ୍ଡା ଅନୁଭବ, ମୁଣ୍ଡ ଏବଂ ଛାତିରେ ପ୍ରବଳ ଯନ୍ତ୍ରଣା, ଭୋକ ନ ହେବା ଇତ୍ୟାଦି। ଯଦି କାଶ ଏବଂ ଶରୀରରେ ପ୍ରବଳ ଯନ୍ତ୍ରଣା ଏବଂ ଉଚ୍ଚ ଜ୍ୱର ରହିଥାଏ, ଏହାକୁ ହାଲୁକା ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ କାରଣ ଏହା ବାର୍ଡ ଫ୍ଲୁର ଏକ ପ୍ରାରମ୍ଭିକ ଲକ୍ଷଣ ବୋଲି କୁହାଯାଇଛି।